କେବେ ଭାବିଛନ୍ତି ବାରମ୍ବାର ହାରିବା ପରେ କ'ଣ କରିବା କଥା? ଆଶା ଛାଡ଼ିଦେବା ନା ପୁଣି ଥରେ ଉଠି ଠିଆ ହେବା? ଆଜି ଆମେ ସଚିତ୍ର ବାଲକଥାୟରୁ ଗୋଟେ ଏମିତି କାହାଣୀ ଶୁଣିବା ଯାହା ଧୈର୍ଯ୍ୟ ଆଉ ପ୍ରେରଣାର ଏକ ବହୁତ ବଡ଼ ଶିକ୍ଷା ଦିଏ। ତେବେ ଚାଲନ୍ତୁ ଆରମ୍ଭ କରିବା। ଆଚ୍ଛା, କଥାଟା ଟିକେ ଅଜବ ଲାଗିପାରେ, କିନ୍ତୁ କ'ଣ ଗୋଟେ ଛୋଟିଆ ବୁଢ଼ିଆଣୀ ଜଣେ ହାରିଯାଇଥିବା ରାଜାଙ୍କୁ ଯୁଦ୍ଧ ଜିତିବାର ବାଟ ଦେଖାଇ ପାରିବ? ହଁ, ଏଇ ପ୍ରଶ୍ନ ଭିତରେ ହିଁ ଲୁଚି ରହିଛି ଆମ କାହାଣୀର ପୂରା ସାର। ତେବେ କାହାଣୀର ଆରମ୍ଭ ହେଉଛି ଗୋଟେ ଗଭୀର ହତାଶାରୁ। ଏମିତି ଏକ ସମୟରୁ ଯେତେବେଳେ ସବୁକିଛି ଶେଷ ହୋଇଯାଇଲା ପରି ଲାଗୁଥିଲା। ଏଠି ଆମେ ଦେଖିବା ଦୁଇଟି ଚରିତ୍ରଙ୍କୁ ଯେଉଁମାନେ ନିଜ ନିଜ ଜାଗାରେ ପୂରାପୂରି ହାରିସାରିଥିଲେ। ଟିକେ କଳ୍ପନା କରନ୍ତୁ ତ, ଗୋଟେ ପଟେ ଅଛନ୍ତି ଯୋଦ୍ଧା ବ୍ରୁସ୍, ଯିଏକି ଗୋଟେ ନୁହେଁ କି ଦୁଇଟା ନୁହେଁ, ପୂରା 13ଟା ଯୁଦ୍ଧ ହାରିସାରିଛନ୍ତି। ଆଉ ଅନ୍ୟପଟେ ଗୋଟେ ଛୋଟିଆ ବୁଢ଼ିଆଣୀ, ଯିଏ 13 ଥର ଚେଷ୍ଟା କରି ବି ନିଜ ଜାଲ ତିଆରି କରିପାରିନି। ଦୁହିଁଙ୍କ କାହାଣୀ ପୂରାପୂରି ଅଲଗା, କିନ୍ତୁ ଅବସ୍ଥା ଏକା। ଦୁହେଁ ନିରାଶ, ଦୁହେଁ ହତାଶ। ବାରମ୍ବାର ହାରିବା ପରେ ଦୁହିଁଙ୍କୁ ଲାଗୁଥିଲା ବୋଧହୁଏ ଏଇଠି ସବୁ ଶେଷ, ଆଗକୁ ଆଉ କିଛି ରାସ୍ତା ହିଁ ନାହିଁ। ହେଲେ କୁହନ୍ତି ନା, ଯେତେବେଳେ ସବୁ ରାସ୍ତା ବନ୍ଦ ହୋଇଯାଏ, ସେତେବେଳେ କୋଉଠୁ ନା କୋଉଠୁ ଗୋଟେ ଆଶାର କିରଣ ଆସେ। ଏ କ୍ଷେତ୍ରରେ ସେଇ ଆଶାର କିରଣ ଥିଲା ସେଇ ଛୋଟିଆ ବୁଢ଼ିଆଣୀ, କାରଣ ତାର ପରବର୍ତ୍ତୀ ପଦକ୍ଷେପ ହିଁ ପୁରା କାହାଣୀ ବଦଳେଇ ଦେବାକୁ ଯାଉଥିଲା। 13। ଥରେ ଭାବନ୍ତୁ ତ ଏଇ ସଂଖ୍ୟା ବିଷୟରେ। 13 ଥର ବିଫଳତା। ଗୋଟେ ଏତେ ଛୋଟ ଜୀବ ପାଇଁ 13 ଥର ହାରିବା, ଏହା କେତେ କଷ୍ଟ ଦେଉନଥିବ? କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ବୁଢ଼ିଆଣୀଟି ହାର ମାନିନଥିଲା। 13 ଥର ହାରିବା ପରେ ବି ତା ଭିତରେ ସେଇ ଜିଦ୍ ଥିଲା। ସେ ପୁଣି ଥରେ ଆଉ ଥରେ ଚେଷ୍ଟା କରିବାକୁ ପୂରାପୂରି ପ୍ରସ୍ତୁତ ଥିଲା। ଆଉ ଏଇ ଯୋଉ ଗୁଣ ଅଛି ନା, ଏହାକୁ ହିଁ କୁହାଯାଏ ଅଧ୍ୟବସାୟ। ମାନେ ଯାହା ବି ହେଇଯାଉ, ଯେତେ ବାଧା ଆସୁ, ନିଜ ଲକ୍ଷ୍ୟରୁ ନ ହଟିବା, ବାସ୍ ଲାଗି ରହିବା। ଏବେ ଆସିବା ସେଇ ମୁହୂର୍ତ୍ତକୁ ଯେତେବେଳେ ଗୋଟେ ସାଧାରଣ ଦୃଶ୍ୟ ଜଣକ ପାଇଁ ପୂରା ଜୀବନ ବଦଳେଇ ଦେଲା। ଆଚ୍ଛା, ଏଇ ଯୋଉ ବୁଢ଼ିଆଣୀର ସଂଘର୍ଷ ଚାଲିଥିଲା, ଏହାକୁ ଜଣେ ଦେଖୁଥିଲେ। ଆଉ ସେ କିଏ ଜାଣିଛନ୍ତି? ସେ ଥିଲେ ସେଇ ହାରିଯାଇଥିବା ଯୋଦ୍ଧା ବ୍ରୁସ୍। 13 ଥରର ବିଫଳତା ପରେ ବୁଢ଼ିଆଣୀ ଆରମ୍ଭ କଲା ତାର 14 ନମ୍ବର ପ୍ରୟାସ। ଆଉ ଏଥର ସେ କରି ଦେଖିଲା। ତାର ଲଗାତାର ପରିଶ୍ରମ, ତାର ଅତୁଟ ଧୈର୍ଯ୍ୟ ଶେଷରେ କାମ ଦେଲା। ଜାଳଟି ପୂରା ତିଆରି ହୋଇଗଲା। ବୁଢ଼ିଆଣୀ ପାଇଁ ଏହା ଏକ ଛୋଟ ବିଜୟ ଥିଲା, କିନ୍ତୁ ବ୍ରୁସ୍ଙ୍କ ପାଇଁ ଏହା ଏକ ବହୁତ ବଡ଼ ଶିକ୍ଷା ଥିଲା। ଚାଲନ୍ତୁ ଦେଖିବା ଏହି ଘଟଣା କେମିତି ତାଙ୍କର ହାରିଯାଇଥିବା ଭାଗ୍ୟକୁ ପୁଣି ଥରେ ବଦଳାଇ ଦେଲା। ବ୍ରୁସ୍ ଭାବିଲେ, ଯଦି ଏତେ ଛୋଟ ଜୀବଟେ 13 ଥର ହାରିକି ବି ଚେଷ୍ଟା ଛାଡ଼ୁନି, ତେବେ ମୁଁ କେମିତି ହାର ମାନିନେବି? ବସ୍, ଏହି ଗୋଟିଏ କଥା ତାଙ୍କ ଭିତରେ ନୂଆ ଜୋଶ ଭରିଦେଲା ଓ ସେ ବି ପ୍ରସ୍ତୁତ ହେଲେ ନିଜର 14ତମ ଯୁଦ୍ଧ ପାଇଁ। କିନ୍ତୁ ଏଥର ଫରକ ଥିଲା। ଏଥର ସେ କେବଳ ଲଢ଼ିବାକୁ ଯାଉନଥିଲେ, ବରଂ ପୂର୍ବଠାରୁ 2 ଗୁଣା ଉତ୍ସାହ ଆଉ ଶକ୍ତି ନେଇ ଯୁଦ୍ଧକୁ ଯାଉଥିଲେ। ଆଉ ଫଳ ଆସିଲା ବିଜୟ। ସେହି ନୂଆ ଜୋଶ ଆଉ ଦୃଢ଼ ସଂକଳ୍ପ ହିଁ ତାଙ୍କୁ ଶେଷରେ ଜିତେଇଦେଲା। ତେବେ ଏ କାହାଣୀ କେବଳ ବ୍ରୁସ୍ କିମ୍ବା ସେ ବୁଢ଼ିଆଣୀର ନୁହେଁ। ଏହା ଭିତରେ ସମସ୍ତଙ୍କ ପାଇଁ ସଫଳତାର ଏକ ବହୁତ ବଡ଼ ସୂତ୍ର ଲୁଚି ରହିଛି। ଏଇ ଅନୁଭବ ପରେ ବ୍ରୁସ୍ ଗୋଟେ ବହୁତ ବଡ଼ କଥା ବୁଝିଗଲେ। ସେ କହିଲେ, ପ୍ରତିଟି ଅସଫଳତା କେବଳ ଏତିକି ହିଁ ଦେଖାଏ ଯେ ସଫଳତା ପାଇଁ ଆମର ଚେଷ୍ଟା ପୂରାପୂରି ପ୍ରସ୍ତୁତ ନଥିଲା, ମାନେ ଆମ ଚେଷ୍ଟାରେ କିଛି କମି ଥିଲା। ତେବେ ସଫଳତାର ସୂତ୍ର କ'ଣ? ଏହାକୁ 3ଟା ସରଳ ଭାଗରେ ବୁଝିବା। ପ୍ରଥମେ ଆମେ କାହିଁକି ହାରିଲେ ସେ ଭୁଲକୁ ବୁଝିବା। ଦ୍ୱିତୀୟରେ ସେ ଭୁଲକୁ ସୁଧାରିବା। ଆଉ ତୃତୀୟରେ ପୂରା ନୂଆ ଜୋଶରେ ପୁଣି ଥରେ ଚେଷ୍ଟା କରିବା। କଥାଟା ବହୁତ ସିଧା। ଯେଉଁମାନେ ନିଜ ଭୁଲରୁ ଶିଖନ୍ତି ଆଉ ତାକୁ ସୁଧାରନ୍ତି, ସେମାନେ ହିଁ ଅସମ୍ଭବକୁ ସମ୍ଭବ କରି ଦେଖେଇପାରନ୍ତି। ତେବେ ଶେଷରେ ପ୍ରଶ୍ନଟିଏ ରହିଲା, ଆମ ସମସ୍ତଙ୍କ ଜୀବନରେ ଏମିତି କିଛି ନା କିଛି ବୁଢ଼ିଆଣୀ ଲୁଚି ରହିଥାଏ। ଟିକେ ଚିନ୍ତା କରି ଦେଖିବା, ଆମ ଜୀବନର ସେଇ ବୁଢ଼ିଆଣୀ କିଏ ବା କ'ଣ, ଯିଏ ଆମକୁ ହାରିଯିବା ସମୟରେ ବି ଜିତିବାର ବାଟ ଦେଖାଇପାରେ।